ଜଳୁଛି ଖଣି ସହର। କେନ୍ଦୁଝର ଜିଲ୍ଲା ଖଣି ସହର ଯୋଡ଼ାବଡ଼ବିଲ ଅଞ୍ଚଳରେ ବର୍ତ୍ତମାନ ତାପମାତ୍ରା ସର୍ବାଧିକ 40 ଡିଗ୍ରୀ ଓ ସର୍ବନିମ୍ନ 27 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବା ଜଣାପଡ଼ିଛି। ତେବେ ଆଗାମୀ 2 ଦିନ ମଧ୍ୟରେ ପାଣିପାଗରେ ଯଦି କୌଣସି ପରିବର୍ତ୍ତନ ନ ହୁଏ ତାପମାତ୍ରା 41 ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଆକସ୍ମିକ ଭାବେ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ପୂର୍ବାହ୍ନ 11 ଘଟିକା ସମୟରୁ ଅପରାହ୍ନ 3 ଘଟିକା ସମୟ ପର୍ଯ୍ୟନ୍ତ ଖରାରେ କିମ୍ବା ଖୋଲା ସ୍ଥାନରେ କାମ କରୁଥିବା ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ନିମନ୍ତେ ନିଷେଧ କରାଯାଇଛି। ତେବେ ଯୋଡ଼ାବଡ଼ବିଲ ଅଞ୍ଚଳର ଘର କୋଠାବାଡ଼ି କାର୍ଯ୍ୟରେ ନିୟୋଜିତ ରାଜମିସ୍ତ୍ରୀ, ନିର୍ମାଣ ଶ୍ରମିକ, ଦିନ ମଜୁରିଆ ଓ ଗାଡ଼ିର ଡ୍ରାଇଭର ହେଲ୍ପର ଶ୍ରେଣୀର ଲୋକମାନେ ପରିସ୍ଥିତିରେ ପଡ଼ି ପ୍ରଚଣ୍ଡ ଖରାରେ ମଧ୍ୟ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତେବେ କିଛି ବର୍ଷ ପୂର୍ବେ ଯୋଡ଼ା ଖଣି ଅଞ୍ଚଳର ତାପମାତ୍ରା 37 ଡିଗ୍ରୀ ମଧ୍ୟରେ ସୀମିତ ରହୁଥିବା ବେଳେ ଏପରି ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରେମୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ତେବେ ଯାନବାହନ ଓ କଳକାରଖାନା ବୃଦ୍ଧି ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଇବା ଓ ଦ୍ରୁତ ଗତିରେ ଜଙ୍ଗଲ କ୍ଷୟ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।